ଲୋକମାନେ ସବୁବେଳେ କହୁଥିଲେ ଏତେ ବଡ଼ ହେଇଗଲାଣି ତମ ଝିଅ, ଏପର୍ଯ୍ୟନ୍ତ ତମେ ତାକୁ କିଛି ଘର କାମ ଶିଖେଇନ, କେମିତି ହବ ସେ ବାହାସାହା ହେଇ ଘର ସଂସାର କେମିତି କରିବ। ମାମା କିଛି କହୁନଥିଲେ, ବସ୍ ହସିକି କହିଦେଉଥିଲେ ମୋ ଝିଅ ଇଣ୍ଡିପେଣ୍ଡେଣ୍ଟ ହବ, ଆଉ ବାକି ସବୁ ଆପେ ଆପେ ହେଇଯିବ। ଆଉ ସତରେ ମା କେବେ ବି ସେଇ ଝିଅଟିକୁ ଘରର କୌଣସି କାମ କରେଇ ନଥିଲେ, ଝାଡ଼ୁ ପୋଛା କୌଣସି କାମ ନୁହଁ। ହେଲେ ଝିଅଟି ମାଙ୍କର ହାତ ଖାଇବା ଖାଇକି ସବୁ ମନକୁ ମନ ଶିଖିଗଲା। ଆଉ ଏମିତି ଗୋଟେ ଟାଇମ୍ ଆସିଲା କ୍ୟାରିୟର ପାଇଁ, ଯେବେ ଝିଅଟିକୁ ଘରୁ ବାହାରକୁ ଯିବାକୁ ପଡ଼ିଲା। ଅଫିସରେ ଦିନସାରା କାମ କଲା ପରେ ବାହାରେ ଖାଇବା ଖାଇ ଖାଇ ଝିଅଟି ବୋର୍ ହେଇଗଲା। ଆଉ ତାପରେ ଜଣାପଡ଼ିଲା କି ଘର ଖାଇବାର ମୂଲ୍ୟଟା କ'ଣ। ତାପରେ ସେଦିନେ ମାମାଙ୍କୁ ଫୋନ୍ କରି କହିଲା, ମାମା ଖାଇବା ବନେଇବି। ମାମା କହିଲେ, ହଁ ତ ତୁ ସବୁ କରିପାରିବୁ, ବସ୍ ଧୈର୍ଯ୍ୟ ଧରିକି ଖାଇବା ବନା, ଆଉ ଖାଇବା ବନିଯିବ। ଆଉ ତାପରେ ସେଦିନ ସେ ଝିଅଟି ଜାଣିପାରିଲା ମାଙ୍କର ଇଣ୍ଡିପେଣ୍ଡେଣ୍ଟ ହେବା କହିବାର ମାନେଟା କ'ଣ। ଝିଅଟି ଆରାମସେ ମାଙ୍କର ସବୁ ଜ୍ଞାନ କଥାକୁ ମନରେ ରଖି ଖାଇବାକୁ ବନେଇଲା, ଆଉ ଖାଇବା ବହୁତ ଭଲ ବନିଥିଲା। ଆଉ ତା ଆଖିରେ ଗୋଟେ ଚମକ ଆସିଗଲା ସେଦିନ। ତାପରେ ସେ ବୁଝିପାରିଲା ତାର ମା ଡାଇରେକ୍ଟ ତ ତାକୁ କେବେ କିଛି ଶିଖେଇ ନଥିଲେ, କିନ୍ତୁ ଇଏ ସବୁ କେମିତି ଶିଖିଗଲା। ସେଦିନ ସେ ଗୋଟେ ଜିନିଷ ଜାଣିପାରିଲା ଯେ ଶିଖିବାର ମାନେଟା କେବଳ ହାତ ଧରି ଶିଖେଇବା ନୁହଁ, ଶିଖିବାର ମାନେଟା ବିଶ୍ୱାସ ଦେବା। ଆଉ ସେଇ ଝିଅଟି ଆଜି ନିଜେ ନିଜେ ସବୁ କାମ କରିପାରୁଛି, ଆଉ ନିଜ ଗୋଡ଼ରେ ଛିଡ଼ା ହେଇପାରିଛି। ଧନ୍ୟବାଦ ମାମା। ଜୟ ଜଗନ୍ନାଥ।